ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ବନ୍ଦେ ଉତ୍କଳ ଜନନୀ ପାଠ୍ୟପୁସ୍ତକର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତରକୁ ଆଲୋଚନା କରିବା। ଆମର ପ୍ରଶ୍ନ ଅଛି କ୍ୱେଶ୍ଚିନ୍ ନମ୍ବର 18। ବନ୍ଦେ ଉତ୍କଳ ଜନନୀ କବିତାରୁ ଉତ୍କଳର ବୈଶିଷ୍ଟ୍ୟ ଉଲ୍ଲେଖ କରିବା ପାଇଁ ସେ ଆମକୁ ପଚାରିଛି। ତାର ଉତ୍ତର ଆମେ ଲେଖିଲେ କ'ଣ ହେବ? ଯଥାଶୀଘ୍ର ଆଗକୁ ବଢ଼ିବା ପିଲାମାନେ। ପ୍ରଥମେ କ'ଣ କରିବାକୁ ପଡ଼ିବ ନା କବି ପରିଚୟ ଟିକେ ଦେବାକୁ ପଡ଼ିବ। ଉକ୍ତ ପଦ୍ୟାଂଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିରଚିତ ବନ୍ଦେ ଉତ୍କଳ ଜନନୀ ଶୀର୍ଷକ ଜାତୀୟ ଭାବନା ପ୍ରଣୋଦିତ କବିତାରୁ ଗୃହୀତ ହୋଇଛି। ଅର୍ଥାତ୍ ଆମର କବି କିଏ? କବି ହେଉଛନ୍ତି ଲକ୍ଷ୍ମୀକାନ୍ତ ମହାପାତ୍ର। କବିତା ହେଲା ବନ୍ଦେ ଉତ୍କଳ ଜନନୀ। ଏଠି କ'ଣ ଦେଖିବାକୁ ମିଳୁଛି ନା ଜାତୀୟ ଭାବନା ଏଠାରେ ପ୍ରଣୋଦିତ କରୁଛି। ଏହି କବିତା ପଢ଼ିବା ଦ୍ୱାରା ଆମ ଭିତରେ ଜାତୀୟତା ଭାବ ସୃଷ୍ଟି ହେବ। ସେ ଜଣେ ହେଉଛନ୍ତି ନାଟ୍ୟକାର, ଗାଳ୍ପିକ, ପ୍ରାବନ୍ଧିକ, ପତ୍ରିକା ସମ୍ପାଦକ ତଥା ବ୍ୟଙ୍ଗ କବି ଭାବରେ ଓଡ଼ିଆ ସାହିତ୍ୟରେ ସେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଚାଲିଛନ୍ତି। ସେ ସ୍ୱଚ୍ଛଳ ଜମିଦାର ପରିବାରର ଦାୟଦ ହୋଇ ଉଚ୍ଚଶିକ୍ଷା ଲାଭ କରିଥିଲେ ବି ଆଜୀବନ ରୋଗବ୍ୟାଧି ତାଙ୍କୁ ଅତିଷ୍ଠ ହେବା କାରଣରୁ ନିଜକୁ ଅତି ଅସହାୟ ମନେ କରିଦେଇଥିଲା। ଯଦିଓ ସେ ଜଣେ ହେଉଛନ୍ତି ଜମିଦାର ପରିବାରର, ଅର୍ଥାତ୍ ସେ ଜଣେ ସ୍ୱଚ୍ଛଳ ବ୍ୟକ୍ତି, ତାଙ୍କ ପାଖରେ ଧନ ସମ୍ପଦ ପରିପୂର୍ଣ୍ଣ ଥିଲା, କିନ୍ତୁ ଭାଗ୍ୟର ବିଡ଼ମ୍ବନା ଏବଂ ତାଙ୍କ ପାଖରେ ଉଚ୍ଚଶିକ୍ଷା ମଧ୍ୟ ଥିଲା, କିନ୍ତୁ ଭାଗ୍ୟର ବିଡ଼ମ୍ବନା ହେତୁ ତାଙ୍କୁ ରୋଗର ଶିକାର ହେବାକୁ ପଡ଼ିଲା, ଯାହାଫଳରେ ସେ ନିଜକୁ ଅସହାୟ ମନେ କରୁଥିଲେ। ତଥାପି ଜୀବନସାରା ସାହିତ୍ୟ ସାଧନରେ ନିଜକୁ ସେ ହଜାଇ ଦେବାକୁ ଚାହୁଁଥିଲେ। ସେ ଚାହୁଁଥିଲେ ସାହିତ୍ୟରେ ନିଜକୁ ସମର୍ପିତ କରିଦେବା ପାଇଁ। ତେଣୁ ତାଙ୍କ ଦ୍ୱାରା ରଚିତ ଜାତୀୟ ସଙ୍ଗୀତ, ଜୀବନ ସଙ୍ଗୀତ, ଚଟକ ଚନ୍ଦ୍ରହାସ ଚମ୍ପୁ ତାଙ୍କ କବି ପ୍ରତିଭାର ବଳିଷ୍ଠ ସ୍ୱାକ୍ଷର ପ୍ରଦାନ କରିଅଛି। ସେ ଶରଦ୍ରାସ, କଣ୍ଠ, କାଳିୟ ଦଳନ ପ୍ରଭୃତି ଅନେକ ପୌରାଣିକ ନାଟକ ମଧ୍ୟ ରଚନା କରିଛନ୍ତି। ସେ ସବୁ କ୍ଷେତ୍ରରେ କିଛି ନା କିଛି ତାଙ୍କର ଲେଖା ରଖିଯାଇଛନ୍ତି। ଏବଂ ଆଉ ଦୁଇଟି ବେଶ ଉଚ୍ଚକୋଟୀର ଲେଖା ହେଲା, ଗୋଟିଏ ହେଲା କଣାମାମୁଁ, ଯାହାକି ତାଙ୍କର ଉପନ୍ୟାସ, ଏବଂ ବୁଢ଼ା ଶଙ୍ଖାରି ତାଙ୍କର ହେଉଛି ଗୋଟେ ଗଳ୍ପ ସଂକଳନ। ସେ ଉପନ୍ୟାସ ଏବଂ ଗଳ୍ପ ଯଥା କଣାମାମୁଁ ଏବଂ ବୁଢ଼ା ଶଙ୍ଖାରିରେ ତାଙ୍କ ନିଜସ୍ୱ ପ୍ରତିଭାର ଯଥାର୍ଥ ପ୍ରମାଣ ଦେଇଯାଇଛନ୍ତି। ତାଙ୍କର ଦେଶାତ୍ମବୋଧକ କବିତାଗୁଚ୍ଛ ଜାତୀୟ ସଙ୍ଗୀତର ପ୍ରଥମ କବିତା ବନ୍ଦେ ଉତ୍କଳ ଜନନୀ, ଯାହାକି ଆମର ଓଡ଼ିଶାର ରାଜ୍ୟ ସଙ୍ଗୀତ ଭାବରେ ମଧ୍ୟ ବେଶ ମନଲୋଭା ହୋଇଅଛି, ଯାହାକି 2020 ମସିହାରେ ଜାତୀୟ ସଙ୍ଗୀତର ମାନ୍ୟତା ଲାଭ କରିଅଛି। କେଉଁଟା ନା ଆମର ବନ୍ଦେ ଉତ୍କଳ ଜନନୀ। ସଂଗ୍ରାମୀ ପରିବାରର ଦାୟଦ ଭାବରେ ସେ ମାତୃଭୂମିକୁ ଅତ୍ୟନ୍ତ ଭଲ ପାଉଥିଲେ। ସେ ମାତୃଭାଷାରେ ମମତା ଭଳିଆ ସେ କ'ଣ କରୁଥିଲେ ନା ମାତୃଭୂମିକୁ ବେଶୀ ପ୍ରିୟ ମନେ କରୁଥିଲେ। ତାଙ୍କ ଦୃଷ୍ଟିରେ ତାଙ୍କର ମାତୃଭୂମି ଅନନ୍ୟା ଏବଂ ଅତୁଳନୀୟ, ଅକଥନୀୟ। ସେ ମାତୃଭୂମିକୁ ସର୍ବଶ୍ରେଷ୍ଠ ବୋଲି ମାନୁଥିଲେ। ଉତ୍କଳ ଜନନୀର ବିମୋହିତ ଛବିକୁ ସେ ସ୍ୱଚକ୍ଷୁରେ ଦେଖୁଛନ୍ତି। ସେ କ'ଣ କରୁଛନ୍ତି ନା ଉତ୍କଳ ଜନନୀଙ୍କର ସେଇ ଯେଉଁ ଛବିକୁ ତାଙ୍କ ନିଜସ୍ୱ ଚକ୍ଷୁରେ ଆଖିରେ ଦେଖୁଛନ୍ତି ଏବଂ ତାଙ୍କ ମାନସ ପଟରେ ଭାସି ଉଠୁଛି ମାତୃଭୂମିର ଅନିନ୍ଦ୍ୟ ରୂପ। ତାଙ୍କର ମାନସ ପଟରେ ସେ ଦେଖୁଛନ୍ତି ଏଇ ଆମର ଉତ୍କଳର କେତେ ପ୍ରତିଛବି। ଉତ୍କଳ ଜନନୀର ଭୁବନ ମୋହିନୀ ରୂପଶୋଭା, ହୃଦୟସ୍ପର୍ଶୀ ଭୌଗୋଳିକ ସ୍ଥିତି କବିଙ୍କ ମନରେ ସୃଷ୍ଟି କରିଛି ଉନ୍ମାଦନା। ସେ କ'ଣ କରୁଛନ୍ତି ନା ଏଇ ଯେଉଁ ଉତ୍କଳ ଜନନୀର ପ୍ରତିଛବିକୁ ନିଜ ମାନସ ପଟରେ ସେ କ'ଣ କରୁଛନ୍ତି, ତାକୁ ବର୍ଣ୍ଣନା କରୁଛନ୍ତି ଏବଂ ତାକୁ ଉପଲବ୍ଧି ମଧ୍ୟ କରୁଛନ୍ତି। ମନର ଅନ୍ତରାଳ ମଧ୍ୟରେ ସେ ଛବିକୁ ଦେଖି ନିଜେ ଉନ୍ମାଦିତ ହେଉଛନ୍ତି। ତାଙ୍କର ସେହି ଭାବକୁ ପ୍ରୀତି ଅର୍ଘ୍ୟ ଭାବରେ ସେ ଜଣାଇ ଦେଇଛନ୍ତି।
କବିଙ୍କ ଦୃଷ୍ଟିରେ ଉତ୍କଳ ହେଉଛି ଚାରୁହାସମୟୀ, ଅର୍ଥାତ୍ ଉତ୍କଳ ଜନନୀଙ୍କର ହସ ହେଉଛି ଖୁବ୍ ସୁନ୍ଦର। ତାଙ୍କର ହସଟା ଅବର୍ଣ୍ଣନୀୟ, ଅତୁଳନୀୟ, ଅକଥନୀୟ। ତାଙ୍କର ବାଣୀ ମଧ୍ୟ ହେଉଛି ଅତି ମଧୁର। ଚାରୁହାସମୟୀ, ଚାରୁଭାଷମୟୀ ମଧ୍ୟ ବୋଲି ବର୍ଣ୍ଣନା କରୁଛନ୍ତି। ଆଉ କ'ଣ କହୁଛନ୍ତି ନା ଉତ୍କଳ ଜନନୀଙ୍କର ଶରୀରକୁ ସେଇ ଯେଉଁ ସମୁଦ୍ରର ପବିତ୍ର ଜଳଧାରା କ'ଣ କରୁଛି ନା ବିଧୌତ କରିଦେଉଛି, ଅର୍ଥାତ୍ ଧୋଇ ଦେଉଛି, ଯାହାକି ଧୋଇ ଦେବା ଦ୍ୱାରା ସେ କ'ଣ ହେଇଯାଉଛି ନା ପବିତ୍ର ହେଇଯାଉଛି। ସାଗରର ତୀରେ ତୀରେ ଲମ୍ବି ଯାଇଛି ଆଉ କ'ଣ ତାଳ, ଅର୍ଥାତ୍ ଏକ ବୃକ୍ଷ ଏବଂ ତମାଳ ଅନ୍ୟ ଏକ ବୃକ୍ଷ ଶ୍ରେଣୀ ଗୁଡ଼ିକ ରହିଛି, ଯାହାକି ଅତି ମନୋଲୋଭା। ଏବଂ ସମୁଦ୍ରର ତଟରେ ଏହି ଦୁଇଟି ଗଛ ଯେମିତିକି ଦର୍ଶକମାନଙ୍କର ମନକୁ ମୁଗ୍ଧ କରିଦେଇ ମନକୁ ହରଣ ମଧ୍ୟ କରିଦେଉଛି। କେତେ ସୁନିର୍ମଳ ସ୍ରୋତସ୍ୱିନୀ ପ୍ରବାହିତ ହେଉଛନ୍ତି ଉତ୍କଳର ଜନନୀଙ୍କ ଶରୀରରେ। ସେହି ତଟନୀର ତରଙ୍ଗାୟିତ ଜଳରୁ ବାଷ୍ପ ଗ୍ରହଣ କରି ସମୀରଣ ହୋଇ ସୁଶୀତଳ ଜଳ କଣା, ଯାହାକି ଏକ ଉତ୍କଳର ଏହି ପ୍ରାକୃତିକ ଶୋଭା ଦେଖାଇ କବି ଲେଖିଛନ୍ତି ପୂତ ପୟୋଧି ବିଧୌତ ଶରୀରା, ତାଳ ତମାଳ ସୁଶୋଭିତ ତୀରା, ଶୁଭ୍ର ତଟିନୀ କୂଳ ଶିଖର ସମୀରା। ଅର୍ଥାତ୍ ସେଇ ଯେଉଁ ତଟିନୀରେ ତରଙ୍ଗାୟିତ ଜଳରୁ ସେ କ'ଣ କରୁଛନ୍ତି ନା ବାଷ୍ପକୁ ସଂଗ୍ରହ କରୁଛନ୍ତି ଏବଂ ଗୋଟେ ସୁଶୀତଳ ସମୀର ବା ପବନ ପ୍ରବାହିତ କରୁଛନ୍ତି। ଦେଖିଥିବ ପିଲାମାନେ, ଯେତେବେଳେ ଆମର ମନଟା ଅଶାନ୍ତରେ ପରିପୂର୍ଣ୍ଣ ହୋଇଯିବ, ମନକୁ ଟିକେ ଶାନ୍ତ କରିବା ପାଇଁ ହେଲେ ଆମକୁ କାହାର ସାହାଯ୍ୟ ନେବାକୁ ପଡ଼ିଥାଏ ନା ପ୍ରକୃତିର ସାହାଯ୍ୟ ନେବାକୁ ପଡ଼ିଥାଏ। ଯେତେବେଳେ ଆମେ ସମୁଦ୍ର କୂଳରେ ବସି ପଡ଼ିଛୁ ଏବଂ ମନଟା ଆମର ଅଶାନ୍ତରେ ପରିପୂର୍ଣ୍ଣ ହୋଇକି ଅଛି, ତାକୁ ଟିକେ ଲାଘବ କରିବା ପାଇଁ ହେଲେ ସମୁଦ୍ର କୂଳରେ ଯାଇ ଆମେ କ'ଣ କରିବାକୁ ପଡ଼ିବ ନା ସେଇ ଯେଉଁ ସମୁଦ୍ରର ସୁଶୀତଳ ଜଳକୁ ନିଜ ଅନ୍ତରାଳ ମଧ୍ୟରେ ତାକୁ ଉପଲବ୍ଧି କରିବାକୁ ପଡ଼ିବ, ଯାହାଫଳରେ ନିଜ ମନଟା ମଧ୍ୟ ଟିକେ ହାଲକା ହେଇଯିବ। ଆଗକୁ ବଢ଼ିବା ପିଲାମାନେ, ଉତ୍କଳ ଜନନୀ ଧାରଣ କରିଛି ଘନ ଘନ ବନରାଜି। ଉତ୍କଳ ଜନନୀଙ୍କ ଶରୀରରେ କ'ଣ ଅଛି ନା ଜଙ୍ଗଲ ଅଛି, ବନ ଅଛି, ଘଞ୍ଚ ଅରଣ୍ୟରେ ସେ ସବୁଜଶ୍ରୀ ସେ ଧାରଣ କରିଛି ଏବଂ ସ୍ଥାନେ ସ୍ଥାନେ ରହିଛି ତରଙ୍ଗାୟିତ ନୀଳ ଭୂଧରମାଳା, ଅନେକ ଗୁଡ଼ିଏ ପାହାଡ଼ ପର୍ବତ ଯାହାକି ନୀଳ ସଦୃଶ ଦେଖାଯାଉଛନ୍ତି ଏବଂ ସୁନ୍ଦର ପକ୍ଷୀମାନଙ୍କର କାକଳି ବା କଳକଳ ଶବ୍ଦରେ ସେଇ ଯେଉଁ କଳକଳ ଧ୍ୱନି ରୂପକ ସଙ୍ଗୀତରେ ଭୂଭାଗ ହେଉଛି ଅତ୍ୟନ୍ତ ମୁଖରିତ। ପକ୍ଷୀମାନଙ୍କର ସେହି ଯେଉଁ କଳକଳ ଶବ୍ଦ ଗୁଡ଼ିକ, ସେଇ ଯେଉଁ କିଚିରି ମିଚିରି ଶବ୍ଦ ଗୁଡ଼ିକ ଭାବୁକ ମନରେ କ'ଣ କରୁଛି ନା ପ୍ରେରଣା ସୃଷ୍ଟି କରିଦେଉଛି। ଆଉ କ'ଣ ଦେଖୁଛନ୍ତି ନା ଦିଗ ଅନ୍ତ ବିସ୍ତାରୀ, ଅର୍ଥାତ୍ ଦିଗର ଅନ୍ତ ଯେଉଁ ବିସ୍ତାର କରିକି ଅଛି ତାହା କ'ଣ ଦେଖାଯାଉଛି ନା ଶାଳି ଧାନର କ୍ଷେତରେ ସୁଶୋଭିତ ଜନନୀ ଅନ୍ନପୂର୍ଣ୍ଣା ସଦୃଶ ଖାଦ୍ୟର ଭଣ୍ଡାର ଖୋଲି ଦେଇଛନ୍ତି। ଅର୍ଥାତ୍ ସେଇ ଯେଉଁ କ୍ଷେତ ଗୁଡ଼ିକରେ ସ୍ୱର୍ଣ୍ଣ ରୂପକ ଧାନ ସଦୃଶ ଦେଖିବାକୁ ମିଳୁଛି, ଯାହାର କୌଣସି ଅନ୍ତ ହିଁ ନାହିଁ ଏବଂ ସେଟା କ'ଣ ନା ଅନ୍ନପୂର୍ଣ୍ଣାର ସଦୃଶ। ଅନ୍ନପୂର୍ଣ୍ଣାର ଅର୍ଥ ହେଲା କ'ଣ, ଯାହା କେବେ ଖାଇଲେ ମଧ୍ୟ ସରିବ ନାହିଁ। ଯିଏ ହେଉଛନ୍ତି ଅନ୍ନପୂର୍ଣ୍ଣା ଅର୍ଥାତ୍ ଲକ୍ଷ୍ମୀଙ୍କୁ ବୁଝାଏ, ତାଙ୍କୁ କୁହାଯାଉଛି, ତାଙ୍କର ତୁଲ୍ୟ ତାଙ୍କୁ ତୁଳନା କରାଯାଉଛି ଯେ ଖାଦ୍ୟର ଭଣ୍ଡାର ମଧ୍ୟ ସେ କ'ଣ କରୁଛନ୍ତି ନା ଖୋଳି ଦେଇଛନ୍ତି ଏବଂ ତାଙ୍କ କୋଳରେ ଜୀବନ ଧାରଣ କରିଥିବା ସନ୍ତାନମାନଙ୍କର ଉଦର ପ୍ରତିପୋଷଣର ସେ ହୋଇଛି କାରଣ। ଜନନୀଙ୍କ ନେତ୍ରରେ, ଜନନୀଙ୍କର ଆଖିରେ ରହିଛି ଜ୍ଞାନ ଓ ବିଜ୍ଞାନର ଦୃଷ୍ଟିଭଙ୍ଗୀ। ସେ କ'ଣ ଦେଖୁଛନ୍ତି ନା ଜ୍ଞାନ ଆଉ ବିଜ୍ଞାନର ବିଭିନ୍ନ ଜ୍ଞାନକୁ ସେ ଦେଖିବାକୁ ପାଉଛନ୍ତି। ଏଠାରେ ରହିଛନ୍ତି ଓଟଜବାସୀ ଯୋଗୀ ଋଷି ଗଣ। ଆଉ କିଏ ଅଛନ୍ତି ପିଲାମାନେ ନା ଏହା ହେଉଛି ଯୋଗୀ ଋଷିମାନଙ୍କର ଘର ବା କୁଟୀର ବା ଓଟଜ ବୋଲି ମଧ୍ୟ କୁହାଯାଇଥାଏ। ସେମାନଙ୍କ କଣ୍ଠରୁ ସ୍ଫୁରିତ ବେଦ ଧ୍ୱନିରେ ଏ ମାଟି ହୋଇଛି ପବିତ୍ର। ସେ ମୁନି ଋଷିମାନଙ୍କର ଓମକାର ଧ୍ୱନିରେ କ'ଣ ହୋଇଛି ନା ଆମର ଶ୍ୟାମ ବନ ପୂର୍ଣ୍ଣ ହୋଇଯାଉଛି। ଉତ୍କଳ ହେଉଛି କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ମାଳିନୀ ସହର, ଯାହାକି ଆମେ ପଢ଼ି ସାରିଛେ ପିଲାମାନେ। ମନ୍ଦିର ମାଳିନୀ ସହର ବୋଲି ମଧ୍ୟ ଓଡ଼ିଶାର ଭୁବନେଶ୍ୱରକୁ କୁହାଯାଇଥାଏ। ସେହି ମନ୍ଦିର ଗାତ୍ରରେ ଉତ୍କଳର ଶିଳ୍ପୀମାନଙ୍କର ବୈଶିଷ୍ଟ୍ୟ ପ୍ରତିଫଳିତ ପାବନ ତୀର୍ଥଭୂମିରେ ଉତ୍କଳ ପରିପୂର୍ଣ୍ଣ।
ସେଇ ଯେଉଁ ମନ୍ଦିର ଗୁଡ଼ିକ କାରୁକାର୍ଯ୍ୟରେ ପରିପୂର୍ଣ୍ଣ ହୋଇଛି ଏବଂ ଉତ୍କଳରେ ବହୁ ସୁରବୀର ଜନ୍ମ ନେଇଛନ୍ତି, ବୀର ଯୋଦ୍ଧା ଅଛନ୍ତି। ଯେମିତିକି ଆମେ ଦେଖିପାରିବା ଜୟୀରାଜଗୁରୁ, ସୁରେନ୍ଦ୍ର ସାଏ, ଏ ସମସ୍ତେ ହେଉଛନ୍ତି ଜଣେ ଜଣେ ପୁଣ୍ୟ ଆତ୍ମା। ସେମାନେ ଶତ୍ରୁକୁ ବଧ କରି ଉତ୍କଳ ମାଟିକୁ କରିଛନ୍ତି ଗୌରବ ବିମଣ୍ଡିତ। ସେମାନେ ନିଜ ଜୀବନକୁ ବଳି ଦେଇ ସ୍ୱାଧୀନତା ପାଇଁ ଲାଗି ପଡ଼ିଛନ୍ତି। ସମଗ୍ର ବିଶ୍ୱରେ ଉତ୍କଳ ବୀରମାନଙ୍କର ଶୌର୍ଯ୍ୟର ରହିଛି ପ୍ରମାଣ। ତେଣୁ କବିଙ୍କ ଭାଷାରେ କବି କହୁଛନ୍ତି, ଉତ୍କଳ ସୁରବର ଦର୍ପିତ ଗେହା, ହରିକୁଳ ଶୋଣିତ ଚର୍ଚ୍ଚିତ ଦେହା, ବିଶ୍ୱଭୂମଣ୍ଡଳ କୃତବର ସ୍ନେହା, ଜନନୀ ଜନନୀ ଜନନୀ। ଉତ୍କଳ ଜନନୀ ଜନ୍ମ ଦେଇଛନ୍ତି ଅନେକ କାଳଜୟୀ କବିଙ୍କୁ। ଆମ ଏ ଉତ୍କଳ ବା ଓଡ଼ିଶାରେ ଜନ୍ମ ହୋଇଛନ୍ତି ଅନେକ ଗୁଡ଼ିଏ ଉଚ୍ଚ କୋଟିର କବିଗଣ। ତନ୍ମଧ୍ୟରୁ ଆମର ଲକ୍ଷ୍ମୀକାନ୍ତ ମହାପାତ୍ର ହେଉଛନ୍ତି ଜଣେ ସୁଯୋଗ୍ୟ କବି। ଏବଂ ଆଉ ଜଣଙ୍କର ଲେଖା ଅଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ତାଙ୍କ ଲେଖା ଗୁଡ଼ିକ ଅତି ଉଚ୍ଚ କୋଟିର। ସେହି କବିମାନେ ଜନନୀର ସୁଯୋଗ୍ୟ ସନ୍ତାନ ଭାବରେ ମାତୃଭୂମିର ବନ୍ଦନା ଗାନ କରିଛନ୍ତି। ସେମାନେ ମାତୃଭୂମିକୁ ନିଜର ମାଆର ତୁଲ୍ୟ ତୁଳନା କରିଛନ୍ତି। ତାଙ୍କର ସେହି କବିକୃତି ହୋଇଛି ଅନନ୍ୟ କୀର୍ତ୍ତି। ତାହାକୁ ଦେହରେ ଧାରଣ କରି ଉତ୍କଳ ଜନନୀ ହୋଇଛି ଧନ୍ୟା, ପୁଣ୍ୟା ଓ ଚିରସ୍ମରଣୀୟା। କବିତାଟିରେ କବି ଉତ୍କଳ ଜନନୀର ଅନିନ୍ଦ୍ୟ ରୂପଶୋଭା, ଐତିହ୍ୟ, ଐଶ୍ୱର୍ଯ୍ୟକୁ ଯଥାର୍ଥ ଭାବରେ ବର୍ଣ୍ଣନା କରୁଛନ୍ତି। ଇଏ ହେଉଛି ତୁମର ପିଲାମାନେ କ'ଣ ଥିଲା? ଇଏ ଥିଲା ତୁମର ଶେଷ କଥା। ଏଇଟା ହେଇଯିବ ତୁମର ଶେଷ କଥା। କେଉଁଟା ନା ଏଇ ଯେଉଁ କବିତାଟିରେ ଇଏ ହେଲା ତୁମର କନକ୍ଲୁଜନ୍। ଏଠୁ ଆରମ୍ଭ କରିଦେବ ପିଲାମାନେ, ଏଇଟା କ'ଣ ହେବ? ତୁମର ଶେଷ କଥାଟା। କବିତାଟିରେ କବି ଉତ୍କଳ ଜନନୀର ଅନିନ୍ଦ୍ୟ ରୂପଶୋଭା, ଐତିହ୍ୟ, ଐଶ୍ୱର୍ଯ୍ୟକୁ ଯଥାର୍ଥ ଭାବରେ ବର୍ଣ୍ଣନା କରିଛନ୍ତି। ଏହି ଥିଲା ଆମର ଦୀର୍ଘୋତ୍ତରମୂଳକ ପ୍ରଶ୍ନୋତ୍ତର ପିଲାମାନେ। ଆଜି ପାଇଁ ଏତିକି। ଧନ୍ୟବାଦ। ପୁଣି ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ଥ୍ୟାଙ୍କ ୟୁ ଟୁ ଅଲ୍।